ଭାରତ ଏବଂ ଆୟର୍ଲାଣ୍ଡ ମାତ୍ର ଦୁଇଟି ଟି20 ମ୍ୟାଚ୍ର ସିରିଜ୍ର ପ୍ରଥମ ମୁକାବିଲା। ଆଉ ସେହି ପ୍ରଥମ ମ୍ୟାଚ୍ରେ ଏମିତି ଲଜ୍ଜାଜନକ ପରାଜୟ ଯାହାକୁ କେହି ବି ସ୍ୱପ୍ନରେ ଭାବିନଥିଲେ। କ୍ରିକେଟ ଜଗତକୁ ହଲାଇ ଦେଲା ଆୟର୍ଲାଣ୍ଡର ଏହି ଐତିହାସିକ ବିଜୟ। ଭାରତୀୟ ବ୍ୟାଟିଂ ଭୁଷୁଡ଼ି ପଡ଼ିଲା, ବୋଲିଂ ମଧ୍ୟ ଫିକା ପଡ଼ିଲା, ଆଉ ଶେଷରେ ଭାରତକୁ ମିଳିଲା ଏକ ଅପମାନଜନକ ପରାଜୟ। କିନ୍ତୁ ବନ୍ଧୁଗଣ, ଏହି ପରାଜୟ ପରେ କେବଳ ଭାରତରେ ନୁହେଁ, ପାକିସ୍ତାନରେ ମଧ୍ୟ ଚର୍ଚ୍ଚାର ଝଡ଼ ଉଠିଛି। ପାକିସ୍ତାନର ଅନେକ ପୂର୍ବତନ ଦିଗ୍ଗଜ ଖେଳାଳି ଭାରତର ଏହି ହାରକୁ ନେଇ ଏମିତି କିଛି ବୟାନ ଦେଇଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେହି କହିଲେ ଏହା ଅହଙ୍କାରର ଫଳ, କେହି କହିଲେ ଟିମ୍ ଚୟନର ବଡ଼ ଭୁଲ, ଆଉ କେହି ତ ସିଧାସଳଖ ଭାରତୀୟ ଦଳର ମାନସିକତା ଉପରେ ପ୍ରଶ୍ନ ଉଠାଇଲେ। ତେବେ ସେହି ପାକିସ୍ତାନୀ ଦିଗ୍ଗଜମାନେ କିଏ, ସେମାନେ କ'ଣ କହିଲେ, ଆଉ ସେମାନଙ୍କ କଥାରେ କେତେ ସତ୍ୟ ରହିଛି, ସମ୍ପୂର୍ଣ୍ଣ ବିଶ୍ଳେଷଣ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ବନ୍ଧୁଗଣ, ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି20ରେ ଭାରତର ପରାଜୟ ସମଗ୍ର କ୍ରିକେଟ ଜଗତକୁ ଆଶ୍ଚର୍ଯ୍ୟ କରିଦେଇଛି। ମ୍ୟାଚ୍ ଆରମ୍ଭରୁ ହିଁ ଭାରତୀୟ ଦଳ ଚାପରେ ଥିଲା। ଟପ୍ ଅର୍ଡର ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିଲା ନାହିଁ, ମଧ୍ୟକ୍ରମ ମଧ୍ୟ ଭାଙ୍ଗି ପଡ଼ିଲା। ଫଳରେ ଭାରତ ଏକ ସାଧାରଣ ସ୍କୋରରେ ସୀମିତ ହୋଇଗଲା। ଅନ୍ୟପଟେ ଆୟର୍ଲାଣ୍ଡ ଭୟ ଛାଡ଼ି ଆକ୍ରମଣାତ୍ମକ କ୍ରିକେଟ ଖେଳିଲା। ସେମାନଙ୍କ ବ୍ୟାଟ୍ସମ୍ୟାନ୍ ମାନେ ଭାରତୀୟ ବୋଲରକୁ କୌଣସି ସମ୍ମାନ ଦେଲେ ନାହିଁ। ଫଳରେ ଏକ ଐତିହାସିକ ବିଜୟ ସହ ଆୟର୍ଲାଣ୍ଡ ସମସ୍ତଙ୍କୁ ଚକିତ କରିଦେଲା। ଏହାପରେ ସୋସିଆଲ ମିଡ଼ିଆରେ ଭାରତୀୟ ଦଳକୁ ନେଇ ଆଲୋଚନା ଆରମ୍ଭ ହୋଇଗଲା। ଏହି ସମୟରେ ପାକିସ୍ତାନର ଅନେକ ପୂର୍ବତନ କ୍ରିକେଟର ମଧ୍ୟ ନିଜ ମତ ରଖିଲେ। କେତେକ ପୂର୍ବତନ ପାକିସ୍ତାନୀ ଖେଳାଳି କହିଥିଲେ ଯେ ଆଜିର କ୍ରିକେଟରେ କୌଣସି ଦଳକୁ ଛୋଟ ବୋଲି ଭାବିବା ଭୁଲ। ସେମାନଙ୍କ କହିବା ଅନୁସାରେ ଆୟର୍ଲାଣ୍ଡ ପଛ କିଛି ବର୍ଷ ଧରି ନିଜର ଖେଳରେ ବହୁତ ସୁଧାର ଆଣିଛି ଏବଂ ସେମାନଙ୍କୁ ହାଲୁକାରେ ନେବା ଉଚିତ ନୁହେଁ। ଅନ୍ୟ କେତେକ ପୂର୍ବତନ ଖେଳାଳିଙ୍କ ମତ ଥିଲା ଯେ ଭାରତର ଟିମ୍ ଚୟନ ଏବଂ ରଣନୀତି ଏହି ପରାଜୟର ବଡ଼ କାରଣ। ସେମାନଙ୍କ କହିବା ଥିଲା ମ୍ୟାଚ୍ ପରିସ୍ଥିତି ଅନୁଯାୟୀ ଖେଳିବାରେ ଭାରତୀୟ ଦଳ ବିଫଳ ହୋଇଥିଲା। କିଛି କ୍ରିକେଟ ବିଶେଷଜ୍ଞ ଏହା ମଧ୍ୟ କହିଥିଲେ ଯେ ଆୟର୍ଲାଣ୍ଡ ଚାପକୁ ବହୁତ ଭଲ ଭାବରେ ସମ୍ଭାଳିଥିଲା, ଯେଉଁଠାରେ ଭାରତୀୟ ଦଳ ଚାପରେ ଭୁଲ ପରେ ଭୁଲ କରିଥିଲା। ବନ୍ଧୁଗଣ, ଏଠାରେ ଗୋଟିଏ କଥା ମନେ ରଖିବା ଜରୁରୀ, କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ଗୋଟିଏ ମ୍ୟାଚ୍ର ଫଳାଫଳ ଦେଖି କୌଣସି ଦଳର କ୍ଷମତାକୁ ସମ୍ପୂର୍ଣ୍ଣ ବିଚାର କରିହେବ ନାହିଁ। ଭାରତୀୟ ଦଳ ଅତୀତରେ ଅନେକ ଥର ଜବରଦସ୍ତ କମ୍ବ୍ୟାକ୍ କରିଛି ଏବଂ ଆଗକୁ ମଧ୍ୟ କରିପାରିବ। ଏବେ ସମସ୍ତଙ୍କ ନଜର ରହିବ ଦ୍ୱିତୀୟ ଟି20 ଉପରେ। ଭାରତ ଏହି ପରାଜୟର ଜବାବ ଦେଇ ସିରିଜକୁ ସମାନ କରିପାରିବ କି ନା ଆୟର୍ଲାଣ୍ଡ ପୁଣି ଥରେ ଇତିହାସ ରଚିବ, ଏହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଶେଷରେ ଆପଣଙ୍କ ମତ କ'ଣ? ଭାରତର ଏହି ପରାଜୟର ପ୍ରକୃତ କାରଣ କ'ଣ ଥିଲା? ଟିମ୍ ଚୟନ, ଖରାପ ବ୍ୟାଟିଂ ନା ବୋଲିଂ? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଏଭଳି କ୍ରିକେଟ ଅପଡେଟ୍ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।